ଆଜ୍ଞା ଦୀର୍ଘ ଦିନ ଧରିକି ଏ ବିଷୟ ଚାଲି ଆସିଛି। ଆଉ କିଛିଟା ଅଣଛାତ୍ର ଆଉ ଛାତ୍ର ମିଶିକି ଏଭିପିର କାର୍ଯ୍ୟକର୍ତ୍ତାଙ୍କୁ ଠିକ ସେ କାମ କରେଇ ଦଉନାହାନ୍ତି। ଆଉ ଆଜି ସକାଳେ ଯେତେବେଳେ ଆମର ବିଦ୍ୟାರ್ಥୀ ପରିଷଦର କିଛି ଭାଇମାନେ ବାସୁଦେବ ପାଣିଗ୍ରାହୀ ସହିତ ସେମାନେ ଯାଇକି ରାକ୍ଷୀ ଫର ସୋଲଜର୍ସ ସେ ରାକ୍ଷୀ ଯେତେବେଳେ କଲେକ୍ଟ କରୁଥିଲେ, ଆଜି ସକାଳେ ସେଇମାନେ ମିଶିକି ଯୋଉ ଦୁର୍ବୃତ୍ତ ମାନେ ସେମାନେ ଆଟାକ୍ କରିବାକୁ ଟ୍ରାଏ କରିଥିଲେ। ଆଉ ତାପରେ ଆଜି ଯେତେବେଳେ ସେ ଝଗଡା ସକାଳେ ସରିଲା ପରେ ସର୍ଟ ଆଉଟ୍ ହେଲା ପରେ ତାପରେ ଆଉ ଥରେ ଯାଇକି ତା ରୁମ ରେ ତାକୁ କଣ ଧମକେଇଛନ୍ତି। ଯେହେତୁ ସେ ନଥିଲା ସେ ସେଇ ମଧ୍ୟରେ ସେମାନେ ଆସିକି ସେଣ୍ଟ୍ରାଲ କ୍ୟାଣ୍ଟିନ ରେ ସେମାନେ ସବୁ ପ୍ଲାନିଂ କରିଥିଲେ। ତାପରେ ଯେତେବେଳେ ବାସୁଦେବ ପାଣିଗ୍ରାହୀ ଯେତେବେଳେ ସେଣ୍ଟ୍ରାଲ କ୍ୟାଣ୍ଟିନ ମଧ୍ୟରେ ଯାଇଛି, ସେଇଠି ସମସ୍ତେ ଏକତ୍ରିତ ହେଇକି ତାକୁ ମାରଣାତ୍ମକ ଭାବରେ ଆକ୍ରମଣ କରିଛନ୍ତି। ଆଉ ସୁବ୍ରତ ବିଶ୍ୱାଳ ଚିକୁ ଯିଏ ଅଛନ୍ତି ତାଙ୍କରି ଡାଇରେକ୍ସନ ରେ ଏମାନେ ଏଇ ସବୁ କାମ କରୁଛନ୍ତି। ବାସୁଦେବ ପାଣିଗ୍ରାହୀ କି ମାଡ଼ ହେଇଛି। ଆଜ୍ଞା ବାସୁଦେବ ପାଣିଗ୍ରାହୀ ଆମର ଗୋଟେ ଏଭିପି ର ଗୋଟେ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା, ସେ ଏବେ ୟୁନିଭର୍ସିଟି କୋଅର୍ଡିନେଟର ଦାୟିତ୍ୱରେ ମଧ୍ୟ ଅଛି। ଆଜ୍ଞା ବାଡେଇଛନ୍ତି ବହୁତ ସାରା ଛାତ୍ର ଏବଂ ତାଙ୍କ ସହିତ ଅଣଛାତ୍ର ମଧ୍ୟ ଏଇ ଭିତରେ ଥିଲେ। ସେମାନେ ଆଜ୍ଞା ସେମାନେ ଗୋଟେ ପଥରରେ ମାରିଛନ୍ତି ତାଙ୍କ ମୁଣ୍ଡକୁ, ଯୋଉଠିକି ତାଙ୍କ ମୁଣ୍ଡ ପୁରା ଫୁଲି ଯାଇଛି ଆଉ ହାତ ଫାତ ପୁରା ଛିଡି ଯାଇଛି। ସେଇ ମଧ୍ୟରେ ଇନଭଲ୍ଭ ଥିଲେ ଦେବାଶିଷ ମଲ୍ଲିକ ଥିଲେ, ରାଜୁ ଯିଏ ମେନ୍ ଆସାମୀ ଇନସିଡେଣ୍ଟ ରହୁଛି, ରାଜକୁମାର ପରିଡା। ଆଜ୍ଞା ଦୀର୍ଘ ଦିନ ଧରିକି ତ ସେ ଏଭିପି କୁ ବିରୋଧ କରୁଛନ୍ତି, ଏଭିପି କୁ କାର୍ଯ୍ୟ କରାଇ ଦଉନାହାନ୍ତି। ଦୀର୍ଘ ଦିନ ଧରିକି ସେମାନେ ଆମର ଏଭିପି ର ହେଲ୍ପ ଡେସ୍କ ବି ଚିରିଛନ୍ତି, ଫ୍ଲେକ୍ସ ବି ଚୁରୁଛନ୍ତି। ସେଟା କିଏ ଏଇଥିରେ ସମ୍ପୃକ୍ତି ଅଛି ଏବେ ଯାଏଁ ସେଟା ଧରା ପଡି ନାହାନ୍ତି। ଆଉ ବାରମ୍ବାର ଏଇ ଜିନିଷ କରିବାର ମାନେ କଣ, ଏଇ ଜିନିଷ ଆମେ ଚାହୁଁଛୁ ଏଇ ବିଷୟରେ ତଦନ୍ତ ହବା ଦରକାର। ସେମାନେ ଅଣଛାତ୍ର ବି ସମ୍ପୃକ୍ତି ଅଛନ୍ତି, ଆଉ କିଛି ଛାତ୍ରକୁ ବି ସେମାନେ ମାଇଣ୍ଡ ୱାଶ କରିକି ଏ ଭିତରେ ରଖିଛନ୍ତି। ରାଜକୁମାର ପରିଡା ପ୍ରଥମେ ଆକ୍ରମଣ କଲା, ତାପରେ ବିଶ୍ୱଜିତ ସାହୁ ରକି ସେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ଯିଏକି ସୁବ୍ରତ ବିଶ୍ୱାଳ ଚିକୁ ତାଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ଡିରେକ୍ସନ ରେ ଏସବୁ ଆକ୍ରମଣ କରିଛନ୍ତି। ଆଉ ଖୁବ ଅଣଛାତ୍ର ମାନେ ମଧ୍ୟ ପ୍ରବେଶ କରି ସେଠି ବାଡିଆ ବାଡି କରିଛନ୍ତି, ଯୋଉ ଦ୍ୱାରା କି ମୋର ଆଜି ଅବସ୍ଥା ହେଇଛି। ଆଉ ବାଣୀ ବିହାରରେ ଯୋଉ ଅଣଛାତ୍ର ମାନଙ୍କର ଏଇ ପ୍ରାଦୁର୍ଭାବ ଯୋଉ ରହିଛି, ମୁଁ ମୋର ପ୍ରଶାସନ ସହିତ ପୋଲିସ ଓ ଗଭର୍ଣ୍ଣମେଣ୍ଟ କୁ ମଧ୍ୟ ଅନୁରୋଧ କରୁଛି, ଯୋଉ ମାନେ ସ୍ଥିତି ତାଙ୍କ ପାଇଁ ଉପୁଜୁଛି ଆଉ ତାଙ୍କ ପାଇଁ ବାରମ୍ବାର ଡିମାଣ୍ଡ କରାଯାଉଛି କି ସେମାନଙ୍କୁ ବାହାର କରାଯାଉ, ପ୍ରଶାସନ ସେ ବିଷୟରେ ଜମା ସଜାଗ ହଉନି, ନା କି ସରକାର ସଜାଗ ହଉଛନ୍ତି। ସମସ୍ତଙ୍କୁ ଅନୁରୋଧ, ଆଜି ମୋ ଭଳି ଗୋଟେ ପିଲା ଯଦି ଛାତ୍ର ଯିଏକି ସେଠି ପାଠ ପଢୁଛି, ଆଜି ତାଙ୍କ ସହିତ ଆଜି ଏମିତି ହେଇଛି, କାଲି ଆଉ କାହା ସହିତ ବି ହେଇପାରେ। ତାଙ୍କର ପର୍ସନାଲ ଆଟାକ। ଆମେ ଗୋଟେ ପ୍ରୋଗ୍ରାମ କରୁଥିଲୁ ରାକ୍ଷୀ ଫର ସୋଲଜର୍ସ, ସେ ପାଇଁ ସକାଳଠୁ ସେ ରାଜକୁମାର ପରିଡା ମତେ ଧମକେଇ ଥିଲା। ତାପରେ ବି ହିଷ୍ଟ୍ରି ଡିପାର୍ଟମେଣ୍ଟ ଆମେ ଯେତେବେଳେ ଯାଇଥିଲୁ ସୋଲଜର୍ସ ମାନଙ୍କ ପାଇଁ ରାକ୍ଷୀ କଲେକ୍ଟ କରିବା ପାଇଁ, ବିଜ୍ଞାନ ବୋଲି ଗୋଟେ ପିଲା ସେ ମତେ ସେଠି ଧମକେଇଥିଲା, ବାହାରେ ଆସିକି ମତେ ଆମର କଣ କରିଥିଲା କି ମତେ ମର୍ଡର କରିଦବ ବୋଲି ବି କହିଛି ଏମିତି। ତ ଏଇ ସବୁ ଜିନିଷକୁ ତାପରେ ପିଲାମାନେ ଆସିଲେ, ମୁଁ ଯେତେବେଳେ ରୁମ ରେ ନଥିଲି ସନ୍ଧ୍ୟାବେଳେ, ବହୁତ ଜଣ ରାଜକୁମାର ପରିଡା, ପ୍ରେମ ପ୍ରକାଶ କୌର ଆଉ 8-10 ଜଣ ଆସି ରୁମ ରେ ବାଡିଆ ବାଡି କରିଛନ୍ତି। ରୁମ ରେ ମୁଁ ରୁମ ରେ ନଥିଲି ସେତେବେଳେ, ଅଲଗା ପିଲାମାନେ ଯୋଉ ଥିଲେ ତାଙ୍କୁ ପଚାରିଛନ୍ତି ମୁଁ କୋଉଠି ଅଛି, ଆସିଲେ ତାକୁ ମାରିଦେବୁ ବୋଲି ବି କହିକି ଯାଇଛନ୍ତି ମୋ ରୁମ ରେ। ଆଉ ଏମିତି ହେଲା ପରେ ମୁଁ ଯେତେବେଳେ ୟୁନିଭର୍ସିଟି ଫେରିଲି, ସେତେବେଳେ ରାଜକୁମାର ପରିଡା ମତେ ପ୍ରଥମେ ଆଟାକ କଲେ, ଯୋଉଠିକି ସେ ମତେ ଗୋଟେ ହେଭି ପଥରରେ ଆଟାକ କରିଛନ୍ତି ଆଉ ମୋ ମୁଣ୍ଡରେ ଗଭୀର ଆଘାତ ଆସିଛି। ତାପରେ ମଧ୍ୟ କିଛି ପିଲାମାନେ ଯେତେବେଳେ ମୁଁ ବସିଥିଲି, ସାହିଲ, ରକି, ସର୍ବେଶ୍ୱର, କୁନାଲ, ଏଇ ସବୁ ପିଲାମାନେ ପର୍ଟିକୁଲାରଲି ମତେ ବହୁତ ଜୋର ଆଟାକ କଲେ। ଆଉ ମୁଁ ଯେତେବେଳେ ସେଠୁ ୟୁନିଭର୍ସିଟିରୁ ବାହାରିକି ଆସୁଥିଲି, ରକି ମତେ ଗୋଡାଇ ମଧ୍ୟ ମତେ ମାରିବା ପାଇଁ ଚେଷ୍ଟା କରିଥିଲା। ତ ଅଣଛାତ୍ର ମାନେ ସମସ୍ତେ, କିଏ ପାସ୍ ଆଉଟ ହେଇଯାଇଛି, ସେ କୌଣସି ସଂଗଠନର ନୁହନ୍ତି। ମୁଁ ଏବିପି ର ଦାୟିତ୍ୱରେ ମଧ୍ୟ ଅଛି, ରାଜ୍ୟ ଦାୟିତ୍ୱରେ ମଧ୍ୟ ଅଛି। ତା ସହିତ ଏବିପି ସହିତ ମୋର 2021 ସମ୍ପର୍କ। ତ ତାଙ୍କୁ ଯେତେବେଳେ ଆମେ ଏବିପି ର କୌଣସି କାର୍ଯ୍ୟକ୍ରମ ହଉଛି, ସେ ଘୋର ବିରୋଧ କରିବା ସହିତ ନା ସେମାନେ ଏବିପି ସହିତ ସମ୍ପୃକ୍ତ ଅଛନ୍ତି, କିନ୍ତୁ ଏବିପି ନା କହି ସେମାନେ ବହୁତ କିଛି ଜିନିଷ ୟୁନିଭର୍ସିଟିରେ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ଗୋଟେ ଡରର ମାହୋଲ ରଖି ସେ ଏସବୁ ଜିନିଷ କରିବାକୁ ଚାହୁଁଛନ୍ତି। ନମସ୍କାର, ମୁଁ ଚନ୍ଦନ ମହାପାତ୍ର। ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟର ଲର ଛାତ୍ର ଅଟେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅସାମାଜିକ ତତ୍ତ୍ୱ ବଢୁଥିବା ବେଳେ ଆଜି ଛାତ୍ରଛାତ୍ରୀ ମାନେ ଭିସିଙ୍କ ପାଖରେ ଯାଇ ଏକ ଲିଖିତ ଅଭିଯୋଗ ଦେଇଥିଲେ, ରେଜିଷ୍ଟ୍ରାରଙ୍କୁ ମଧ୍ୟ ଦେଇଛନ୍ତି ଲିଖିତ ଅଭିଯୋଗ। ଏଇ ଜିନିଷକୁ ଆକ୍ରୋଶ କରି ଯୋଉ ଅସାମାଜିକ ତତ୍ତ୍ୱ ମାନେ ଆସୁଛନ୍ତି, ଯୋଉ ଅଣଛାତ୍ର ମାନେ ପଶୁଛନ୍ତି, ସେମାନେ
ଆଜି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ହେମନ୍ତ ହାସଦା ଏବଂ ରାଜକୁମାର ପରିଡ଼ାଙ୍କୁ ଗଣବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଏବଂ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରି ପକାଇଛନ୍ତି। ଆମେ ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଯୋଉ 2 ଜଣ ଆହତ ହେଇଛନ୍ତି ତାଙ୍କର ସୁରକ୍ଷାକୁ ନେଇ ଆମେ ଆଜି ଥାନାରେ ଲିଖିତ ଅଭିଯୋଗ ଦେବା ସହ ଥାନାର ଦ୍ୱାରସ୍ଥ ହୋଇଛୁ। ଅଭିଯୋଗର ତ ଆରୋପ ପ୍ରତ୍ୟାରୋପ ଚାଲିବ, ଯେତେବେଳେ ଅନୁସନ୍ଧାନ ହବ ତାର ସତ୍ୟାସତ୍ୟ ଆଗକୁ ଆସିବ।